हेलो फ्रेंड्स, वेलकम बैक टू आवर यूट्यूब चैनल एस स्टडी पावर। पिलाମାନେ ଆଜି ମୋ ଚ୍ୟାନେଲ एस स्टडी पावर को ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ସାହିତ୍ୟ ବହିର ଦଶମ ଶ୍ରେଣୀ ସାହିତ୍ୟ ବହିର ଆଜି ଆମେ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତରକୁ ଆଲୋଚନା କରିବା, ଯାହାର ମାର୍କ ହେଉଛି 7 ମାର୍କ। ତ ପ୍ରଥମ ଯେଉଁ ରହିଥିଲା ଆମର ଗଦ୍ୟ ହେଉଛି ଜନ୍ମଭୂମି, ତାର ଲେଖକ ହେଉଛନ୍ତି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ତ ପ୍ରଥମ ପ୍ରଶ୍ନ ହେଉଛି ଲେଖକଙ୍କର ପଲ୍ଲୀକଳକୁ ଫେରିଯିବାର ନୈତିକ ସାହସ ନାହିଁ, ପଠିତ ପ୍ରବନ୍ଧ ଅନୁସରଣରେ ଆଲୋଚନା କର। କିମ୍ବା ପଲ୍ଲୀକଳରୁ ଫେରିଯିବାରେ ତାଙ୍କର ନୈତିକ ସାହସ ନାହିଁ ବୋଲି ଲେଖକ କାହିଁକି କହିଛନ୍ତି। ତ ଯେଉଁ ପ୍ରଥମ ଯେଉଁ ପ୍ରଶ୍ନ ମୁଁ ପଢ଼ିଲି ସେଇ ସେମ୍ ହିଁ କ୍ୱେଶ୍ଚନ୍ କିମ୍ବାରେ ଲେଖାଯାଇଛି। ତୁମକୁ ଲେଖିବାର କାରଣ ଏହିକି ଯେ ଏହିପରି ପ୍ରଥମେ ଯେଉଁଟା ମୁଁ ପଢ଼ିଲି ସେଇଭଳି ଭାବରେ ଆସିପାରେ, କିମ୍ବା ସେକେଣ୍ଡରେ କିମ୍ବା ପରେ ଯେଉଁଟା ପଢ଼ିଲି ସେହିପରି ଭାବରେ ତୁମର କ୍ୱେଶ୍ଚନ୍ ଆସିପାରେ। ତ କ୍ୱେଶ୍ଚନ୍ ଯାହା ବି ହେଉ ଆନ୍ସର୍ ଗୋଟେ ହିଁ ହେବ। ତ ଦେଖ, ଯେଉଁ ପଲ୍ଲୀକଳରୁ ଫେରିଯିବାରେ ତାଙ୍କର ନୈତିକ ସାହସ ନାହିଁ ବୋଲି ଲେଖକ କାହିଁକି କହିଛନ୍ତି, ଏହିପରି କ୍ୱେଶ୍ଚନ୍ ତୁମର 2014 ମସିହାରେ ପଡ଼ିଥିଲା, ସେଟା ପୁଣି ଏ ସେଟ୍ରେ ହେଲା। ତ ଦେଖ, ଆମେ ଉତ୍ତରକୁ ଆଲୋଚନା କରିବା। ପିଲାମାନେ ନିଜ ଖାତାକୁ ବାହାର କର ଆଉ ଲେଖିବା ପାଇଁ ଆରମ୍ଭ କରିଦିଅ। ତ ଦେଖ, ପ୍ରଥମେ ଲେଖା ହେଇଛି ଉତ୍ତର ହେଉଛି ଜଣେ ପ୍ରତ୍ନତତ୍ତ୍ୱବିତ୍, ସୃଜନଶୀଳ ଗବେଷକ, ଅନୁଭୂତି ପ୍ରାଣ ସ୍ରଷ୍ଟା ତଥା ଯୁକ୍ତିନିଷ୍ଠ ପ୍ରାବନ୍ଧିକ ଭାବେ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଅନନ୍ୟ। ତାଙ୍କର ସୃଷ୍ଟିଗୁଡ଼ିକ ସରଳ, ସହଜ ଓ ସାବଲୀଳ ଏବଂ ସେଗୁଡ଼ିକ ଉପସ୍ଥାପନ ଶୈଳୀ ଅତ୍ୟନ୍ତ ହୃଦୟସ୍ପର୍ଶୀ। ଜନ୍ମଭୂମି ପ୍ରବନ୍ଧରେ ପ୍ରାବନ୍ଧିକ ପଲ୍ଲୀ ବିମୁଖ ଶିକ୍ଷିତ ସମ୍ପ୍ରଦାୟ ମାନସର ଭାବାବେଗ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଠିକ୍ ଅଛି। ତ ୟାର ଆମେ ଅର୍ଥ କ'ଣ ପ୍ରଥମେ ବୁଝିବା। ଯେଉଁ ଆମେ ପ୍ରଶ୍ନର ଅର୍ଥ କ'ଣ ଥିଲା, ପଲ୍ଲୀ କଳକୁ ଫେରିଯିବାର ତାଙ୍କର ନୈତିକ ସାହସ ନାହିଁ ବୋଲି ଲେଖକ କାହିଁକି କହିଛନ୍ତି। ତ ୟାର ଅର୍ଥ ହେଉଛି ଯେ ଲେଖକ ସମସ୍ତଙ୍କୁ ଏଇଟା ଜଣାଇ ଦେବା ପାଇଁ ଚାହୁଁଛନ୍ତି ଯେ ପଲ୍ଲୀପୁରକୁ, ନିଜ ଗାଁକୁ କେତେଜଣ ମାନେ ଯେଉଁମାନେ କେତେ ଶିକ୍ଷିତ ହେବା ପାଇଁ ବାହାର ସହରକୁ ପଳାଇ ଯାଆନ୍ତି, କିମ୍ବା ଗୋଟେ କୌଣସି ଚାକିରି ପାଇବା ପାଇଁ ଗୋଟେ ବାହାରକୁ ପଳାଇ ଯାଇଥାନ୍ତି, ତାପରେ ତାଙ୍କ ନିଜ ଗାଁକୁ ବୁଲି ଚାହାନ୍ତି ନାହିଁ। ତ ସେଇମାନଙ୍କୁ ଏଇଟା ସେ ମାନେ କହିଛନ୍ତି। ତ ସେ ପ୍ରଥମେ ଏଇଟା ତାଙ୍କ ବିଷୟରେ ଟିକେ ଲେଖା ହେଇଛି, ଯେଉଁଟା ଆମେ ବର୍ତ୍ତମାନ ପଢ଼ିଲୁ। ତାପରେ କ'ଣ ଲେଖାଗଲା, ନିଜକୁ ସାମ୍ପ୍ରତିକ ପରିସ୍ଥିତିର ଚରିତ୍ରଟିଏ ଭାବରେ ସ୍ଥାନିତ କରି କିଭଳି ପଲ୍ଲୀକଳର ଫେରିଯିବାର ତାଙ୍କର ନୈତିକ ସାହସ ନାହିଁ ସେ ବିଷୟରେ ଦୃଷ୍ଟାନ୍ତମୂଳକ ମତ ସାବ୍ୟସ୍ତ କରିଛନ୍ତି। ତାହେଲେ ତାଙ୍କର କିପରି ଭାବରେ ସେ ନିଜକୁ ଗୋଟେ ବର୍ଣ୍ଣନା କରି କହିଛନ୍ତି ଯେ ତାଙ୍କର ନୈତିକ ସାହସ ନାହିଁ ଗାଁକୁ ଫେରିଯିବା ପାଇଁ, ତାହା ବିଷୟରେ ସେ ଏଠି ଲେଖିଛନ୍ତି। ପଲ୍ଲୀ ଗ୍ରାମର କଳ ମଣ୍ଡନ କରି ଜନ୍ମ ନେଉଥିବା ଶିଶୁଟି ପାଇଁ ପଲ୍ଲୀଗ୍ରାମ ହେଉଛି ମାତା, ଧାତ୍ରୀ ଓ ଶିକ୍ଷାଦାତ୍ରୀ। ସେ ବହୁତ ଭଲ ଭାବରେ ଏହା ବର୍ଣ୍ଣନା କରିଛନ୍ତି। ଦେଖ, କିପରି କହିଲେ ନା, ଗୋଟେ ଶିଶୁ ଯେତେବେଳେ ଜନ୍ମ ହେଉଛି, ସେ ତା'ର ଯେଉଁ ସ୍ଥାନରେ ସେ ଜନ୍ମ ହେଉଛି ସେଇ ଗ୍ରାମଟି ହେଉଛି ତା'ର ମାତା, ଧାତ୍ରୀ ଓ ଶିକ୍ଷାଦାତ୍ରୀ, ସବୁ ହେଉଛି ତା'ର ସେଇ ଗାଁ। ପଲ୍ଲୀବାସୀ ତା'ର ଆତ୍ମୀୟ ସ୍ୱଜନ। ତ ପଲ୍ଲୀବାସୀମାନଙ୍କୁ ମାନେ ସେ ଗାଁର ଲୋକମାନେ ହେଉଛନ୍ତି ତା'ର ଆତ୍ମୀୟ ସ୍ୱଜନ, ମାନେ ନିଜସ୍ୱ ଲୋକ। ସେମାନଙ୍କର ଆଶା ଓ ଭରସା ରୂପେ ସେହି ଶିଶୁଟି ଏକ ସ୍ୱତନ୍ତ୍ର କେନ୍ଦ୍ରବିନ୍ଦୁ ହୋଇଥାଏ। ତ ତାହେଲେ ତାଙ୍କର ଯେଉଁ ଆଶା ରହିଛି, ଯେଉଁ ତାଙ୍କର ପଲ୍ଲୀ ସ୍ୱଜନ ମାନେ ଯେଉଁ ତାଙ୍କର ପଲ୍ଲୀବାସୀ ଲୋକମାନଙ୍କର, ଆଖପାଖ ଲୋକମାନଙ୍କର ତାଙ୍କର କ'ଣ ଆଶା ଭରସା ସବୁ ସେଇ ଛୋଟ ଶିଶୁଟି ଉପରେ କେନ୍ଦ୍ରବିନ୍ଦୁ ହୋଇ ରହିଥାଏ। ମାତ୍ର ବାଲ୍ୟ ଶିକ୍ଷା ପରେ ଶିଶୁଟି ଆପଣା ବୟୋବୃଦ୍ଧି ସହିତ ଉଚ୍ଚଶିକ୍ଷା ପାଇଁ ସହରାଭିମୁଖୀ ହୁଏ। ଯେଉଁଟା ମୁଁ କହିଲି ପ୍ରଥମେ, ଯେ ଲେଖକ ସେଇମାନଙ୍କୁ କହି ଯାଇଛନ୍ତି ଯେଉଁମାନେ କି ଶିକ୍ଷା ଏବଂ ଅନ୍ୟାନ୍ୟ କୌଣସି କାର୍ଯ୍ୟ ପାଇଁ ସେମାନେ ବାହାରକୁ ପଳାଇ ଯାଆନ୍ତି ଏବଂ ନିଜ ଗାଁକୁ ଫେରି ବୁଲନ୍ତି ନାହିଁ। ତ ସେଇମାନଙ୍କୁ ଏଠି କୁହାଯାଇଛି। ସେହିପରି ଭାବରେ ଏଠି କୁହାଯାଇଛି ଯେ ଗୋଟେ ପିଲା ଯେତେବେଳେ ଜନ୍ମ ହୁଏ, ତା'ର ସବୁ ମାନେ ଆଖପାଖ ଯେତେ ସବୁ ଲୋକ ରହିଛନ୍ତି ସମସ୍ତେ ତାକୁ ବହୁତ ସ୍ନେହ କରିଥାନ୍ତି, କିନ୍ତୁ ସେ ଯେତେବେଳେ ବଡ଼ ହୋଇଯାଏ ସେତେବେଳେ ସେ ଉଚ୍ଚଶିକ୍ଷା ପାଇଁ, ପାଠ ପଢ଼ିବା ପାଇଁ ସେ ସହରାମୁଖୀ ହୋଇଥାଏ ଗାଁରୁ। ଠିକ୍ ଅଛି। କ୍ରମେ ସେ ଜୀବିକାର୍ଜନ ଦାୟରେ କିମ୍ବା ଅନ୍ୟାନ୍ୟ ଆଳରେ ପଲ୍ଲୀ ଜୀବନକୁ ପାସୋରି ପକାଏ। ସେ ଜନ୍ମଭୂମିର ଋଣ ପରିଶୋଧ କରିପାରେ ନାହିଁ। ତାହେଲେ ଯେଉଁ ପିଲାଟି ଯେଉଁ ଜନ୍ମ ହୋଇଥାଏ, ତ ତାହେଲେ ଯେତେବେଳେ ସେ ପଳାଇ ଯାଏ ସେଇଟା ତା'ର ଜନ୍ମସ୍ଥାନରୁ, ସେତେବେଳେ ସେ ଆଉ ତା ଗାଁକୁ ସେ ଭୁଲି ଯାଇଥାଏ। ତ ଏବଂ ତା'ର ଯେଉଁ ଜନ୍ମଭୂମିର ଋଣ ଯେଉଁ ସେଟାକୁ ସେ ଶୁଧିପାରେ ନାହିଁ। ନିଜର ଜନ୍ମଭୂମି ଋଣ କିପରି ଶୁଧାଯିବ, ଯେମିତିକି ତ ଗୋଟେ ଗାଁର କିଛି ଗୋଟେ ଭଲ କାମ କରାଯିବ କିମ୍ବା ଯାହା ବି ହେଉ, ତ ସେଇଟାକୁ ଋଣ ବୋଲି ଭାବରେ ମାନେ କୁହାଯାଏ ହେଲା।
ନିଜର ଜନ୍ମଭୂମି ପବିତ୍ର କଳରୁ ଫେରିଯିବାରୁ ସେ ଘର ଅସୁବିଧା ସମ୍ମୁଖୀନ ହୁଏ। ନିଜ ଜନ୍ମଭୂମିକୁ ତାହେଲେ ଫେରିଯିବା ପାଇଁ ଅସୁବିଧା ହୁଏ, କାରଣ ଯଦି ଜଣେ ଗୋଟେ ଶିକ୍ଷା ପାଠ ପଢ଼ିବା ପାଇଁ ଯଦି ଯାଇଥିବ ତାହେଲେ କୌଣସି ବି କାରଣରୁ ତା'ର ପାଠ ପଢ଼ା ହେଉ କିମ୍ବା ଗୋଟେ ଜଣେ ଯଦି କୌଣସି ଜାଗାରେ ଚାକିରି କରୁଛି ସେଇ ଅସୁବିଧା ଯୋଗୁଁ ସେ ଆଉ ତା ଗାଁକୁ ଫେରିପାରେ ନାହିଁ, ବହୁତ ଅସୁବିଧା ଯୋଗୁଁ। ଠିକ୍ ଅଛି। ଗାଁ ପରିବେଶକୁ ଯାଇ ଦୀର୍ଘକାଳ ସହରୀ ପାଣି ପବନରେ ଚଳିବା ପରେ ପଲ୍ଲୀ ବନକୁ ଆପଣେଇ ନେବାର ଭୌତିକ ସାମର୍ଥ୍ୟ ଥିଲେ ମଧ୍ୟ ନୈତିକ ସାହସର ଘୋର ଅଭାବ ଘଟେ। ପ୍ରାବନ୍ଧିକ ନିଜେ ଏସବୁକୁ ଅଙ୍ଗେ ନିଭାଇଛନ୍ତି। ସେ ଯେତେ ସବୁ ବି କୁହାଗଲା ସବୁ ସେଇ ଲେଖକ ମାନେ ଅନୁଭବ କରି ଏଠି ସେଇ ବିଷୟଟିକୁ ଲେଖି ଯାଇଛନ୍ତି। ନିଜେ ଅନୁଭବ ଏଇଟା କରିଛନ୍ତି ଯେ ତାଙ୍କର ବି ନୈତିକ ସାହସ ନାହିଁ ଗାଁକୁ ଫେରିଯିବା ପାଇଁ। ତାପରେ ନେକ୍ସଟ କ'ଣ ଅଛି, ଲେଖକ ଅନୁଭବ କରିଛନ୍ତି ଯେ ତାଙ୍କର ପ୍ରିୟ ଜନ୍ମଭୂମି ପଲ୍ଲୀ ଗ୍ରାମର ଶିକ୍ଷିତ ଅଶିକ୍ଷିତ ବା ଅର୍ଦ୍ଧଶିକ୍ଷିତ ବେକାର ଯୁବଗୋଷ୍ଠୀ ରାଜନୀତିରେ ଜଡ଼ିତ ହୋଇ ବିଭିନ୍ନ ଦଳରେ ବିଭକ୍ତ ହୋଇଛନ୍ତି। ତାହେଲେ ସେ କ'ଣ ମାନେ ଯେଉଁ ଅନୁଭବ କଲେ ଲେଖକ ନା ତାଙ୍କର ଯେତେ ସବୁ ଜନ୍ମଭୂମିର ଯେତେ ସବୁ ବି ପଲ୍ଲୀଗ୍ରାମ ଶିକ୍ଷିତ ଅଶିକ୍ଷିତ ଯେତେ ସବୁ ବି ଲୋକ ରହିଛନ୍ତି ସେମାନେ କ'ଣ ସବୁ ରାଜନୀତିରେ ସବୁ ଯୋଡ଼ି ହୋଇଯାଇଛନ୍ତି, ପଲିଟିକ୍ସରେ। ଠିକ୍ ଅଛି। ତେଣୁ ସେମାନଙ୍କ ମନର ଗତି ସହିତ ତାଳ ଦେଇ ପଲ୍ଲୀ ଭୂଇଁରେ ଚଳିବା ସମ୍ଭବ ନୁହେଁ। ତାହେଲେ ତାଙ୍କର ସେଇ ଯେଉଁ ମାନେ ବ୍ୟବହାର ହେଉ କିମ୍ବା ତାଙ୍କର ଯେଉଁ ଚାଲିଚଳନ ସବୁ ଚେଞ୍ଜ, ମାନେ ତାଙ୍କୁ ଚେଞ୍ଜ ଲାଗିବ ସେ ଲେଖକକୁ, କାରଣ ସେ ତ ସହରରେ ସବୁବେଳେ ରହିଲେ, ଗାଁରେ ପଲିଟିକ୍ସ ସହିତ ସେମାନେ ମିଶି ପାରିବେ ନାହିଁ ହଠାତ୍ ଆସି। ଠିକ୍ ଅଛି। ପଲ୍ଲୀ ମାଟିର ସାରା ବର୍ଷ ଲାଗିଥାଏ ନାନାଦି ଶୃଙ୍ଖଳିତ କର୍ମ ଯୋଜନା। ଲେଖକ ସେହି ଯୋଜନାର ପରିସରକୁ ବାହାର ହୋଇଯାଇଛନ୍ତି। ତାହେଲେ ଯେଉଁ ସମ୍ପର୍କଟା ତାଙ୍କର ନିବିଡ଼ ଥିଲା ଯେଉଁ ଛୋଟବେଳୁ, ତ ତାହା ଯେତେବେଳେ ସେ ଆଉଥରେ ଫେରି ଆସିବେ ସେତେବେଳେ ସେଇ ସମ୍ପର୍କଟି ଏତେ ଦୃଢ଼ ନଥିବ। ଠିକ୍ ଅଛି। କାରଣ ପଲ୍ଲୀପୁରଠାରୁ ଦୂରରେ ରହି ସେ ନିଜକୁ ସେଥିରେ ସାମିଲ କରିପାରନ୍ତି ନାହିଁ। ତାହେଲେ ପଲ୍ଲୀପୁରରୁ ସେ ଦୂରକୁ ଯାଇ ହଠାତ୍ ଯଦି ଆସିବେ ତ ତାହେଲେ ତାଙ୍କ ସହିତ ମିଶିବା ପାଇଁ ଟିକେ ଡେରି ହେବ। ପ୍ରାବନ୍ଧିକଙ୍କ ମତରେ ଗ୍ରାମର ଏହି ଯେ ଶୃଙ୍ଖଳିତ କର୍ମ ଯୋଜନା ଅଛି ସେଥିମଧ୍ୟରେ ମୋର ସ୍ଥାନ ନାହିଁ। ତାହେଲେ ଯେଉଁ ଯେତେ ସବୁ ବି ଶୃଙ୍ଖଳିତ କର୍ମ ଯୋଜନା ଯାହା ବି କାମ ଅଛି ସବୁ ଅଛି ତାଙ୍କର ସେଠି ସ୍ଥାନ ନାହିଁ ବୋଲି ସେ ନିଜକୁ କହିଛନ୍ତି। ଗ୍ରୀଷ୍ମର ଝାଞ୍ଜିରେ, ବର୍ଷାର ଝଡ଼ରେ ବା ହେମନ୍ତର ଶୀତରେ ଏହି କର୍ମ ଯୋଜନାରେ କୌଣସି ସ୍ଥାନରେ ଅଂଶ ନେବା ପାଇଁ ମୋର ଭୌତିକ ଶକ୍ତିର ଅଭାବ ନଥିଲେ ମଧ୍ୟ ନୈତିକ ଶକ୍ତିର ଅଭାବ ରହିଛି। ଏଣୁ ମୁଁ ମୋର ଜନ୍ମଭୂମି ଖାଲି ମନରୁ ନୁହେଁ କର୍ମରୁ ମଧ୍ୟ ବିଚ୍ୟୁତ ହୋଇପଡ଼ିଛି। ଉପରୋକ୍ତ ସମୀକ୍ଷା ଅନୁଯାୟୀ ପଲ୍ଲୀକଳରୁ ଫେରିଯିବା ତାଙ୍କର ନୈତିକ ସାହସ ନାହିଁ ବୋଲି ଲେଖକ କହିଛନ୍ତି। ଏହିପରି ଯେତେ ସବୁ ମୁଁ କହିଲି ସେଥିପାଇଁ ସେ କହିଛନ୍ତି ଯେ ତାଙ୍କର ଇଚ୍ଛା ଥିଲେ ମଧ୍ୟ ତାଙ୍କର ନୈତିକ ସାହସ ନାହିଁ ଗାଁକୁ ଫେରିଯିବା ପାଇଁ। ଠିକ୍ ଅଛି। ତାପରେ ସମୀକ୍ଷାୟନ କ'ଣ ପାଇଁ ଦିଆଗଲା? ସମୀକ୍ଷାୟନର ଅର୍ଥ ହେଉଛି ସେଇ ବିଷୟ ଯାହା ଯାହା କୁହାଗଲା ସବୁ କ'ଣ ହେଡ଼ଲାଇନ୍ ଗୁଡ଼ାକ ଯଦି ତୁମେ ମନେ ରଖିଦେବ ଯେ ଏଇ ଜିନିଷ ଗୁଡ଼ିକ ଏଇ ଭିତରେ ଲେଖାଗଲା, ତ ତାହେଲେ ତୁମମାନଙ୍କୁ ଆରାମସେ ଯେତେ ସବୁ ବି ପାରାଗ୍ରାଫଟା ଥିବ ପୁରା ମନେ ରହିଯିବ। ସେଥିପାଇଁ ଏଟାକୁ ସମୀକ୍ଷାୟନ କୁହାଯାଇଛି, ସମୀକ୍ଷାୟନ। ଠିକ୍ ଅଛି। 2 ନମ୍ବର କ୍ୱେଶ୍ଚନ୍ ଦେଖିବା ଆମେ। ପଲ୍ଲୀର ଜୀବନଧାରାରେ ଲେଖକ ଯେଉଁ ସବୁ ପରିବର୍ତ୍ତନ ଦେଖିଛନ୍ତି ପଠିତ ପ୍ରବନ୍ଧ ଭିତ୍ତିରେ ବର୍ଣ୍ଣନା କର। ପଲ୍ଲୀ ଜୀବନଧାରାରେ ଯେତେ ସବୁ ବି ଲେଖକ ମାନେ ଗାଁରେ ଯେତେ ସବୁ ବି ପରିବର୍ତ୍ତନ ଦେଖିଯାଇଛନ୍ତି ତାହାକୁ ଏଠି ଯାହା ସବୁ ବି ବର୍ଣ୍ଣନା କରିଛନ୍ତି ସେ ତାହା ଲେଖିବା ପାଇଁ ଏଠି କବି କହିଛନ୍ତି। ଆଉ କ'ଣ କ୍ୱେଶ୍ଚନ୍ ଅଛି ନା ଆଉ ଗୋଟେ ସେ କିମ୍ବା ସେଇ ସେମ୍ଟା ହିଁ ତା'ର ମାନେ ବୁଝେଇବ, କିନ୍ତୁ କ୍ୱେଶ୍ଚନ୍ ଟିକେ ଅଲଟେଇ ଦେଇଥାଏ। ପଠିତ ପ୍ରବନ୍ଧ ଅବଲମ୍ବନରେ ପଲ୍ଲୀର ଜୀବନଧାରାରେ ଲେଖକ ଦେଖିଥିବା ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କର। ସେ ଏକା କ୍ୱେଶ୍ଚନ୍ର ମାନେ ସେ ଏକା ହିଁ ବୁଝେଇବ, ତ ଆନ୍ସର୍ ତା'ର ଗୋଟେ ହିଁ ହେବ। ଉତ୍ତର କ'ଣ ପଢ଼ିବା ଆମେ? ସେ ଏକା ପୁଣି ଗୋଟେ ହିଁ ତୁମେ ମାନେ ଫାର୍ଷ୍ଟ ଯେଉଁ ଲେଖକଙ୍କ ବିଷୟରେ ଯାହା ବର୍ଣ୍ଣନା କରାଗଲା ତାହାକୁ ମନେ ରଖିଦେବ। ଲଙ୍ଗ୍ କ୍ୱେଶ୍ଚନ୍ ବେଶୀ ମନେ ରଖିବା ପାଇଁ ପଡ଼ିବ ନାହିଁ, ଖାଲି ଯାହା ତା ବିଷୟରେ କୁହାଗଲା ତାହା ହିଁ ତୁମେମାନେ ମନେ ରଖିବ। ଆଶା କରୁଛି ତୁମମାନଙ୍କୁ ଶୁଣି କିଛିଟା ମନେ ରହୁଥିବ ତୁମମାନଙ୍କୁ, ତ ହେଲେ ବି ତୁମେମାନେ ଟିକେ ରିଡ଼ିଂ ମାରିନେବ। କ'ଣ ପାଇଁ ନା ରିଡ଼ିଂ ମାରିଲେ ବେଶୀ ମନେ ରୁହେ। ଆଉ ସବୁବେଳେ ମନେ ରଖିବା ପାଇଁ ଚେଷ୍ଟା କରିବ, କେବେ ଘୋଷିବା ପାଇଁ ଚେଷ୍ଟା କରିବ ନାହିଁ। ଉତ୍ତର ଦେଖ। ପ୍ରାବନ୍ଧିକ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଓଡ଼ିଆ ସାହିତ୍ୟର ଏକ ଅବିସ୍ମରଣୀୟ ପ୍ରତିଭା। ସେଇ ପୁଣି ସେମିତି ସେମ୍ ତାଙ୍କୁ ଯାହା ଲେଖିବା କଥା ଲେଖାଗଲା, ମାନେ ଲେଖକଙ୍କ ବିଷୟରେ ଲେଖାଯିବ ବର୍ତ୍ତମାନ ବି। ଗବେଷକ, ପ୍ରତ୍ନତତ୍ତ୍ୱବିତ୍, ଐତିହାସିକ ଓ ଜଣେ ବଳିଷ୍ଠ ପ୍ରାବନ୍ଧିକ ଭାବରେ ତାଙ୍କର ପ୍ରତିଭାର ଦିଗନ୍ତ ବିସ୍ତାରିତ ପରିଚିତ ରହିଛି। ଓଡ଼ିଆ ଭାଷାରେ ମୌଳିକ ପ୍ରବନ୍ଧ ରଚନା କରି ସେ ନାନା ସତ୍ୟ ଓ ନାନା ତଥ୍ୟର ସମନ୍ୱୟ ଘଟାଇଛନ୍ତି। ଆଲୋଚ୍ୟ ଜନ୍ମଭୂମି ପ୍ରବନ୍ଧଟି ଲେଖକଙ୍କ ପ୍ରବନ୍ଧ ମାନସ ଗ୍ରନ୍ଥରୁ ଗୃହୀତ। ଉକ୍ତ ପ୍ରବନ୍ଧରେ ପ୍ରାବନ୍ଧିକ ପଲ୍ଲୀର ଜୀବନଧାରାରେ ଦେଖାଯାଇଥିବା ପରିବର୍ତ୍ତନ ସମ୍ପର୍କରେ ଅତ୍ୟନ୍ତ ହୃଦୟସ୍ପର୍ଶୀ ବର୍ଣ୍ଣନା କରିଛନ୍ତି। ମାନେ ନିଜ ମନରୁ ସେ ଗୋଟେ ବର୍ଣ୍ଣନା କରିଛନ୍ତି ଯେ ତାଙ୍କର ଗ୍ରାମଟି କେତେ ମାନେ ଚେଞ୍ଜେସ୍ ଆସିଛି, କେତେ ପରିବର୍ତ୍ତନ ଆସିଛି। ଠିକ୍ ଅଛି। ତ ଏହିପରି ଭାବରେ ଟିକେ କବିଙ୍କ ବିଷୟରେ ଟିକେ
कवि हो लेखक हो कवि क्या कहुए जहाँ जे कविता लिखती कवि कहुए लेखक जे जे गद्य जे लेखे लेखक कहते एति मन रख तो विषय टी आलोचना करदे यहपरी भाव में तो तुमको जो आलोचना यहाँ कर ना जे कवि विषय से तुम मैंने सरलार्थर भी लिखिदेले भी किसी असुविधा ना पल्लीर साधारण एक पल्लीर जीवनधारा एक विराट परिवर्तन होउछि युवगोष्ठीर सहराभिमुखीनता ताहले पल्लीर जीवनधारार एक विराट परिवर्तन गोटे बड़ परिवर्तन कौन होछि युवगोष्ठीर सहराभिमुखीनता माने सहर को से माने चली जावा होछि सबुठ प्रथम परिवर्तन प्राबंधिकों ପାଇଁ ଏହା अत्यंत मर्मदायी होइछि शिक्षा लाभ किंबा जीविका उपार्जनर बाहाना करी युव शिक्षित गोष्ठी सहरवासी हो जन्मभूमि को पासरी देइछन्ति ताहले शिक्षार अभाव हो किंबा तर कौन भी कार्य से माने जहाँ जाइछन्ति ताहा पई हो से माने निज जन्मभूमि को पासरी पकाइछन्ति माने भूली जाइछन्ति बोली कवि कहिछन्ति लेखक कहिछन्ति सॉरी कवि कहूछि सब बेले लेखक कहिछन्ति पल्ली जीवन धारार अन्यतम आकर्षण एक परिवारत्व ताहले पल्ली जीवन धारार अन्यतम आकर्षण होछि परिवारत्व माने फैमिली परिवार यह परिवर्तित होई व्यक्तिमुखी होइछि लेखक अनुभव करछन्ति जे पल्ली जीवन में बहु वाद विसंवाद सत्वे एक परिवारत्व परंपरा गढ़ी उठी थाए सही भाई केही भौणी केही कका और केही खुड़ी इत्यादि भाव में समस्त ग्रामवासी परंपरा परस्पर मध्य संबोधित होइथांती मात्र से संपर्क में एबे भट्टा पड़िलानी ताले गाँव में जिते सब रहिले के क्या माँ मौसी क्या भौणी क्या माँ खुड़ी यहीपरि भाव में से सब संबोधन करके डाकी था लेखक किंतु ए सब बर्तमान चलू ना बोली कवि सॉरी लेखक कहते सब बड़े कविटा ही मो मुंडे पशि जाइए तो लेखक है लेखक प्रसंग क्रमे सार माउसी और गोविंद भाईर दृष्टांत प्रदान करछन्ति ताहले सार माउसी और गोविंद भाईंकर एठी माने गोटे से माने तांको ना नहीं गोटे वर्णना कर जाइछन्ति तापरे कोन पल्लीर जीवनधारा रे स्नेह सहानुभूति और आत्मीयतार जो प्रवाह थिला तहिरे विराट परिवर्तन घटिथिबार लेखक वर्णना करछन्ति राजनीतिर आश्रय नेउथिबा नवयुवक माने विभिन्न राजनैतिक मतवाद होइछन्ति राजनैतिक मतवाद अनुसार मध्य सेमानकर मानसिक परिवर्तन घटी जो गाँव में जिते सब लोक रहिले जिते युवगोष्ठी रहिला शिक्षित अशिक्षित जिते सब रहिले से माने कौन सब पॉलिटिक्स राजनीति रे सब मिसीगले तो राजनीति रे जिते बेले मिसिले तांको मानसिक परिवर्तन मध्य बहुत परिवर्तन घटी पल्ली जीवनधारा रे नाना कर्म योजन एक प्रकार एक परिवारत्व भाव सृष्टि हुए समयांतर तहिरे परिवर्तन घटिथिबा लेखक अनुभव करछन्ति कृषि कर्मर मादकता और रज उत्सव आनंद उल्लास उपभोग शिक्षित शहरी मनीष पई नैतिक साहस दे पारु नाही ताले जेते सब भी उत्सव रही रज उत्सव कृषि कर्मर मादकता माने कृषि कर्म कृषि पर जो सब भी जहाँ सब भी हुए आमर पर्व पालन करा जाए से भर गोटे रज उत्सव जहाँ होउछि आमर ताहा शहरी लोक माने ताहा पालन करि पारंती नाही एते पल्ली जीवन में सरस सुंदर जीवन यापन धारार एक विराट परिवर्तन होउछि आशा और आश्वासना मूलर आघात पल्ली जननीर तार शिक्षित संतान को हराई चरम आघात पाउछि भाग्य बल हेउ बा निजर बसाय बल हेउ जो माने शिक्षित रूपे उदयमान हुअन्ति सेमानकु नै पल्ली ग्रामर बहु कल्पना चले किंतु पितामाता आशा भरोसा और ग्रामर बुद्ध मान प्रशंसा चरम आघात पाए जहाँ सब भी प्रशंसा करती से माने बहुत माने चरम आघात पाई थाए से ईप्सित मनीषटी को देखापी सुजोग पाती ना जो छोट बड़ू जो लोकटी को देखी आसी जाइछन्ति से माने बड़ पर्यंत तो ताहा से माने देखापी पाती ना से ग्रामर बासी लोक माने पल्ली जीवन में परिवर्तन मूल्यबोध अवक्षय गुरुजन मानकर प्रति भक्तिभाव शून्यता नाना प्रवंचनापूर्ण आत्मप्रौढ़ी आदि लेखकों बलिष्ठ लेखनी रे फुटी उठी परंपरा मूल आघात और सामाजिक सत्य को अस्वीकार करने भली पल्लीर जीवनधारा परिवर्तन सूचना दे लेखक प्रबंधटी को सुखपाठ्य कर भाव तार एनसरटी थिला आशा करुँच पे तुम लिखि सारी तो आम नेक्स्ट देखा कौन अच्छी क्वेश्चन तो नेक्स्ट क्वेश्चन रही तुम 3 नंबर क्वेश्चन रे जन्मभूमि प्रबंध अवलंबन शिक्षित संप्रदाय और श्रीकृष्ण मध्य तुलना किभଳି युक्तियुक्त आलोचना कर ताले श्रीकृष्ण को किभଳି भाव एठी तुलना करा जायछि तो ताहा किपरि युक्तियुक्त ताहाकु आमे एठी आलोचना करिबा किंबा
ତା ବଦଳରେ କ'ଣ ପଡ଼ିପାରେ ସେଇ ସେମ୍ ବୁଝାଉଥିବ କିନ୍ତୁ କ୍ୱେଶ୍ଚନ୍ ଟିକେ ଏପଟ ସେପଟ ଦେଇଥିବ କେମିତି ନା ଶିକ୍ଷିତ ସମ୍ପ୍ରଦାୟଙ୍କୁ ଶ୍ରୀକୃଷ୍ଣଙ୍କ ସହିତ ତୁଳନା କରାଯିବ କେତେ ଦୂର ଯୁକ୍ତିସଙ୍ଗତ ପଠିତ ପ୍ରବନ୍ଧରୁ ବୁଝାଇ ଲେଖ ଏହିପରି ଭାବରେ ଥିବ। ତ ସେ ତା ମାନେ ଏକା ହିଁ ବୁଝାଉଛି। ତ ଆଲୋଚନା କରିବା ପୂର୍ବରୁ ମୁଁ କହିଦେବା ପାଇଁ ଚାହୁଁଛି ଆମ ଚ୍ୟାନେଲକୁ ଯଦି ଆପଣମାନେ ସବସ୍କ୍ରାଇବ୍ କରିନ ତାହେଲେ ସବସ୍କ୍ରାଇବ୍ କରିଦିଅ ଏବଂ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅ ଯାହାଫଳରେ ନୂଆ ନୂଆ ଭିଡ଼ିଓର ଆପଡ଼େଟ୍ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତ ଆନ୍ସର୍ ରହିଛି ଦେଖ ଜଣେ ପ୍ରତିଷ୍ଠିତ ଐତିହାସିକ ପ୍ରତ୍ନତତ୍ତ୍ୱବିତ୍ ଓ ଅନୁଭବ ପ୍ରାଣ ସାହିତ୍ୟିକ ଭାବରେ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି। ଜନ୍ମଭୂମି ପ୍ରବନ୍ଧଟି ଡକ୍ଟର ପାଣିଗ୍ରାହୀଙ୍କର ଏକ ସମ୍ବେଦନଶୀଳ ସୃଷ୍ଟି। ଏଥିରେ ଅତ୍ୟନ୍ତ ସହଜ ସରଳ ଓ ସାବଲୀଳ ଭାବରେ ଲେଖକ ଆପଣାର ଜନ୍ମଭୂମିର ମମତ୍ୱବୋଧ ପ୍ରତି ଅନ୍ତରରେ ଆବେଗ ଉପସ୍ଥାପନ କରିବା ସହିତ ଶିକ୍ଷିତ ଗୋଷ୍ଠୀର ପଲ୍ଲୀ ବିମୁଖତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏକ ପୌରାଣିକ ଆଖ୍ୟାନକୁ ଆଧାର କରି ଲେଖକ ନିଜର ଅନୁଭବର ତୀକ୍ଷ୍ଣତା ପ୍ରକାଶ କରିଛନ୍ତି। ତାହେଲେ ଏହିପରି ଭାବରେ ତୁମେମାନେ ଟିକେ ଏଇଟା ମୁଁ ଏତେ ବୁଝଉନି କ'ଣ ପାଇଁ ନା ଲେଖକଙ୍କ ବିଷୟରେ ଟିକେ ଏଇଟା ଲେଖିବା ପାଇଁ କହିଛି। ତ ସେଇ ସେମ୍ ହିଁ ସବୁ କିଛି ମୁଁ ଆଗରୁ କହିଦେଇଛି। ତ ଆମେ ତା ବିଷୟରେ କ'ଣ ଲେଖା ହେଇଛି ମୁଁ ସେଇଟା ତୁମମାନଙ୍କୁ ବୁଝେଇ ଦେଉଛି ଏବଂ ତୁମେମାନେ ତାହା ଲେଖି ଲେଖି ଚାଲ। ଯେଉଁଗୁଡ଼ିକ ତୁମେମାନେ ବୁଝିପାରୁନ ସେଗୁଡ଼ିକ ତୁମେମାନେ କମେଣ୍ଟ ମାଧ୍ୟମରେ ମୋତେ କୁହ, ମୁଁ ତୁମମାନଙ୍କୁ ତାହା ବୁଝେଇଦେବି। ଏବଂ ଭିଡ଼ିଓଟିକୁ ଲାଇକ୍ ମଧ୍ୟ କରିବ ଯାହାକୁ ଭଲ ଲାଗୁଛି ଭିଡ଼ିଓଟି। ଦେଖ ପ୍ରାବନ୍ଧିକ ନିଜକୁ ଆଧୁନିକ ଶିକ୍ଷିତ ଗୋଷ୍ଠୀର ଜଣେ ପ୍ରତିନିଧି ରୂପେ ଚିତ୍ରଣ କରିଛନ୍ତି। ସେ ଅନୁଭବ କରିଛନ୍ତି ଯେ ଆଜିକାଲିର ଶିକ୍ଷିତ ଗୋଷ୍ଠୀ ନାନାଦି କାରଣରୁ ପଲ୍ଲୀଭୂମିକୁ ଫେରିଯିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି। ତାହେଲେ ସେ କ'ଣ ବର୍ଣ୍ଣନା କରିଛନ୍ତି ଏଠି ନା ନିଜ ପଲ୍ଲୀଭୂମିକୁ ଯେଉଁମାନେ ସହରାଭିମୁଖୀ ହୋଇଯାଇଛନ୍ତି ସେମାନେ ନିଜ ଗାଁକୁ ଫେରିଯିବା ପାଇଁ ଅନିଚ୍ଛା ମାନେ ଇଚ୍ଛା ପ୍ରକାଶ କରୁନାହାନ୍ତି ହେଲା। ଶିକ୍ଷାଲାଭ ଓ ଜୀବିକାର୍ଜନ ଆଦି ନାନା ଆଳରେ ସେମାନେ ସହରରେ ରହି ଗ୍ରାମ୍ୟ ଜୀବନର ସ୍ରୋତକୁ ବିଚ୍ଛିନ୍ନ ହୋଇ ଯାଉଛନ୍ତି। ତାହେଲେ ଯେଉଁମାନେ ଶିକ୍ଷା ପାଇଁ ହେଉ କିମ୍ବା କୌଣସି କାର୍ଯ୍ୟ ପାଇଁ ହେଉ ଯେତେ ସବୁ ବି ସହର ଅଭିମୁଖୀ ହୋଇଛନ୍ତି ତ ସେମାନେ ଧୀରେ ଧୀରେ କ'ଣ ପଲ୍ଲୀପୁରକୁ ଭୁଲି ଯାଉଛନ୍ତି। ଶିକ୍ଷାଲାଭ ଓ ଜୀବିକାର୍ଜନ ଆଦି ନାନା ଆଳରେ ସେମାନେ ସହର ରହି ଗ୍ରାମ୍ୟ ଜୀବନର ସ୍ରୋତକୁ ତାହେଲେ ବିଚ୍ଛିନ୍ନ ହୋଇଯାଉଛନ୍ତି। ଗ୍ରାମବାସୀମାନଙ୍କର ସେମାନଙ୍କ ଉପରେ ଥିବା ଆଶା ଓ ଭରସା ସାମ୍ନା କରିବା ପାଇଁ ସେମାନଙ୍କର ନୈତିକ ସାହସ ନାହିଁ। ଗ୍ରାମର ସୁଖ ଦୁଃଖ ହସ କାନ୍ଦ ନାନାବିଧ କର୍ମ ଯୋଜନା ଠାରୁ ସେମାନେ ଦୂରରେ ତେଣୁ ଶିକ୍ଷିତ ସଭ୍ୟ ମଣିଷ ଓ ପଲ୍ଲୀଗ୍ରାମ୍ୟ ଜୀବନର ସରଳତା ଭିତରେ ଗୋଟାଏ ବିରାଟ ବ୍ୟବଧାନ ସୃଷ୍ଟି ହେଉଛି। ପ୍ରାବନ୍ଧିକଙ୍କ ଆତ୍ମୀକୃତି ଅନୁଯାୟୀ ମାନେ ତାଙ୍କ ଅନୁଯାୟୀ କ'ଣ ସେ କହିଛନ୍ତି ଲେଖକ ବହୁ ପଲ୍ଲୀ ଜନନୀ ଆଜି ସେମାନଙ୍କ ଶିକ୍ଷିତ ସନ୍ତାନଙ୍କୁ ହରାଇ ବସିଛନ୍ତି। ଅର୍ଥବଳରେ ମାନେ ବହୁତ ତାଙ୍କର ପିଲାଙ୍କୁ ହରାଇ ବସିଛନ୍ତି କାହିଁକି ନା ସେମାନେ ଫ୍ୟାମିଲି ମାନେ ପରିବାରରୁ ବହୁତ ଦୂରରେ ରହି ସେମାନେ କାର୍ଯ୍ୟ କରିଛନ୍ତି କିମ୍ବା ପାଠ ପଢ଼ୁଛନ୍ତି। ଅର୍ଥ ବଳରେ ହେଉ ଭାଗ୍ୟ ବଳରେ ହେଉ ବା ଅଧ୍ୟବସାୟ ବଳରେ ହେଉ ଯେଉଁମାନେ ଶିକ୍ଷିତ ରୂପେ ଉଦୟୀମାନ ହୁଅନ୍ତି ସେମାନଙ୍କର ସମ୍ବନ୍ଧରେ ପଲ୍ଲୀଗ୍ରାମରେ ବହୁ କଳ୍ପନା ଚାଲେ। କିନ୍ତୁ ସମୟ ଆସେ ଯେତେବେଳେ କି ଗ୍ରାମବାସୀମାନେ ସେମାନଙ୍କୁ ଦେଖିବାର ସୁବିଧା ସୁଦ୍ଧା ପାଆନ୍ତି ନାହିଁ। ଯେତେବେଳେ ପିଲାଟି ଛୋଟରୁ ବଡ଼ ହୋଇଯାଉଥିବ ଯେତେବେଳେ ସେ ବାହାରକୁ ଯାଉଥିବ ଚାକିରି କିମ୍ବା ଶିକ୍ଷା ପାଠ ପଢ଼ିବା ପାଇଁ ସେତେବେଳେ ଯେଉଁ ଗ୍ରାମବାସୀମାନେ ତାକୁ ଛୋଟରୁ ଦେଖି ଆସୁଥିବେ ସେମାନେ ତାକୁ ଟିକେ ମାତ୍ର ଦେଖିବା ପାଇଁ ଟାଇମ୍ ପାଆନ୍ତି ନାହିଁ ବୋଲି ଏଠି କୁହାଯାଇଛି। ଏହିଭଳି ପରିସ୍ଥିତିକୁ ଲେଖକ ତୁଳନାତ୍ମକ ଭାବେ କୃଷ୍ଣଙ୍କର ମଥୁରା ଗମନ ପୌରାଣିକ ଆଖ୍ୟା ସହ ସମନ୍ୱିତ କରି ଅପୂର୍ବ ସାମଞ୍ଜସ୍ୟ ଚିତ୍ର ଉପସ୍ଥାପନ କରିଛନ୍ତି। ମାନେ ଏହିପରି ଭାବରେ ଯେଉଁ ଗୋଟେ ପିଲା ଯେତେବେଳେ ଛୋଟରୁ ବଡ଼ ହୋଇ ଯେତେବେଳେ ତା'ର ସହରକୁ ଚାଲିଯାଉଛି ସେତେବେଳେ ସେହିପରି ଭାବରେ ଶ୍ରୀକୃଷ୍ଣ ଯେମିତି ମଥୁରାକୁ ଚାଲି ଯାଇଥିଲେ ଏବଂ ଫେରି ନଥିଲେ କୃଷ୍ଣଙ୍କୁ ଯେଉଁ ଆମର ଯଶୋଦାଙ୍କୁ ଯେଉଁ ମିଛର ଆଶ୍ରୁତି ଦେଇ ସେ ଫେରି ନଥିଲେ ସେହିପରି ଭାବରେ ଚାଲିଯାଆନ୍ତି ବୋଲି ସମସ୍ତେ ସହରକୁ ସେଥିପାଇଁ ଶ୍ରୀକୃଷ୍ଣଙ୍କ ସହିତ ତାହା ସାମଞ୍ଜସ୍ୟ କରିଛନ୍ତି ମାନେ ତାହା ସମାନ ବୋଲି କହିଛନ୍ତି। ପ୍ରାବନ୍ଧିକଙ୍କ ବିଶ୍ଳେଷଣ ଅନୁସାରେ କୃଷ୍ଣ 3 ଦିନକୁ କଣ୍ଟ କରି ସବୁଦିନ ପାଇଁ ମଥୁରାପୁରକୁ ଚାଲିଗଲା ପରି ଶିକ୍ଷିତ ବ୍ୟକ୍ତିମାନେ ସବୁଦିନ ପାଇଁ ଗ୍ରାମଭୂମି ଛାଡ଼ି ଚାଲି ଆସନ୍ତି। ତାହେଲେ ଗ୍ରାମଭୂମି ସେହିପରି ଭାବରେ ସେ ଚାଲିଯାଆନ୍ତି ବୋଲି ସେ କୃଷ୍ଣଙ୍କ ସହିତ ତାହା ସାମଞ୍ଜସ୍ୟ ରଖିଛନ୍ତି। 3 ଦିନ ପାଇଁ କଣ୍ଟ କରି ସବୁଦିନ ପାଇଁ ଗୋପପୁରକୁ ଭୁଲି ମଥୁରା ରହିବା ଯେଭଳି କୃଷ୍ଣଙ୍କ ଅନୈତିକ ଏବଂ ବିଶ୍ୱାସଘାତକତା ଶିକ୍ଷିତମାନଙ୍କର କାର୍ଯ୍ୟକଳାପରେ ମଧ୍ୟ ସେହିଭଳି ଅନୈତିକତା ଓ ବିଶ୍ୱାସଘାତକତା ଦେଖିବାକୁ ମିଳେ। ତାହେଲେ କୃଷ୍ଣ ଯେମିତି 3 ଦିନ କହିକି ଯେପରି ସେ ବିଶ୍ୱାସଘାତକତା କାମ କରିଥିଲେ ସେହିପରି ଭାବରେ ଶିକ୍ଷିତ ଲୋକମାନେ ମଧ୍ୟ ସେହିପରି ଭାବରେ କାର୍ଯ୍ୟ କରିଥାନ୍ତି ବୋଲି ଏଠି କୁହାଯାଇଛି।
ଶ୍ରୀକୃଷ୍ଣଙ୍କର ଶେଷ ପରିଣତି ପ୍ରତି ମଧ୍ୟ ଲେଖକ ଆଧୁନିକ ଶିକ୍ଷିତମାନଙ୍କୁ ଦୃଷ୍ଟି ଆକର୍ଷଣ କରି ସତର୍କ କରାଇଛନ୍ତି। ଶ୍ରୀକୃଷ୍ଣଙ୍କ ଶେଷ ପରିଣତି ପ୍ରତି ମଧ୍ୟ ମାନେ ଶ୍ରୀକୃଷ୍ଣଙ୍କର ଶେଷରେ କ'ଣ ହେଇଥିଲା ତ ତାହା ମଧ୍ୟ ଏଠି ଲେଖକ କହିଛନ୍ତି ବୋଲି କୁହାଗଲା। ଠିକ୍ ଅଛି। ତାପରେ ନେକ୍ସଟ କ୍ୱେଶ୍ଚନ୍ ଆମେ ଦେଖିବା 4 ନମ୍ବର କ୍ୱେଶ୍ଚନ୍। ଆଉ ଦୁଇଟା ହିଁ କ୍ୱେଶ୍ଚନ୍ ରହିଲା ଆମର। ବର୍ତ୍ତମାନ ଆମେ ଦୁଇଟା ହିଁ ଆଉ କରିବା 4 ନମ୍ବର ଆଉ 5 ନମ୍ବର। ତ ବହୁତ ଛୋଟ ଅଛି, ତୁମେମାନେ ଦେଖିନିଅ। ବୋରିଂ ହେଲେ ବି ତୁମେମାନେ ଦେଖ, କାରଣ ଏହା ଏକ୍ଜାମ୍ରେ ପଢ଼ିବା ବହୁତ ଇମ୍ପୋର୍ଟାଣ୍ଟ ଅଛି। ତୁମେମାନେ ତାହା ପୁରା ଭଲ ଭାବରେ ଲେଖିନିଅ। ମନୁଷ୍ୟକୁ ବହୁ ପରିମାଣରେ ପରମ୍ପରା ଦାସ ବୋଲି କହିବାର ଯଥାର୍ଥ କ'ଣ? ମାନେ ବହୁତ ପରମ୍ପରା ସେ ପାଳନ କରେ, ସେଥିପାଇଁ ତାକୁ ପରମ୍ପରା ଦାସ ବୋଲି କୁହାହେଉଥିବ, ଏତିକି ତ ଜଣାଥିବ। ଜନ୍ମଭୂମି ପ୍ରବନ୍ଧ ଅନୁସରଣରେ ଏହା ଯୌକ୍ତିକତା ପ୍ରତିପାଦନ କର, କିମ୍ବା ମନୁଷ୍ୟର ବହୁ ପରିମାଣରେ ପରମ୍ପରା ଦାସ ପଠିତ ପ୍ରବନ୍ଧର ଉକ୍ତିର ସଫଳତା ଉପସ୍ଥାପନ କର। ତାହେଲେ ଏହିପରି ଭାବରେ କ୍ୱେଶ୍ଚନ୍ଟି ରହିଛି। ତ ଲେଖକଙ୍କୁ ଯେପରି ଭାବରେ ତୁମେମାନେ ଫାଷ୍ଟ ବର୍ଣ୍ଣନା କରି ଆସୁଥିଲ ସେହିପରି ଭାବରେ କରିବ। ତ ତୁମେମାନେ ଭିଡ଼ିଓଟିକୁ ଷ୍ଟପ୍ କରି ତାହା ଲେଖିନିଅ। ତ ନେକ୍ସଟ ମୁଁ ତଳକୁ ପଢ଼ୁଛି, ଦେଖ କ'ଣ ରହିଛି ନା, ପ୍ରାବନ୍ଧିକ ନିଜକୁ ଆଧୁନିକ ଶିକ୍ଷିତ ଗୋଷ୍ଠୀର ଜଣେ ପ୍ରତିନିଧି ରୂପେ ଚିତ୍ରଣ କରିଛନ୍ତି। ସେ ଅନୁଭବ କରିଛନ୍ତି ଯେ ଆଜିକାଲିର ଶିକ୍ଷିତ ଗୋଷ୍ଠୀ ନାନାଦି କାରଣରୁ ସହରକୁ ପଲ୍ଲୀପୁରକୁ ଫେରିଯିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ତାହେଲେ ପଲ୍ଲୀପୁରକୁ ବହୁତ ଜଣ ଫେରିଯିବା, ସେଇ ସେମ୍ ହିଁ ପୁଣି ସେହିପରି ଭାବରେ କ୍ୱେଶ୍ଚନ୍ ରହିଛି। ତ ତୁମମାନେ ସେଇ ସେମ୍ ହିଁ ଲେଖିପାରିବ, କିଛି ଅସୁବିଧା ନାହିଁ। ଏଠି ଟିକେ ଚେଞ୍ଜେସ୍ ଅଛି ଯାହା। ଗ୍ରାମବାସୀମାନଙ୍କର ସେମାନଙ୍କ ଉପରେ ଥିବା ଆଶା ଓ ଭରସାକୁ ସାମନା କରିବା ପାଇଁ ସେମାନଙ୍କର ନୈତିକ ସାହସ ନାହିଁ। ଗ୍ରାମର ସୁଖ ଦୁଃଖ, ହସ କାନ୍ଦ ଓ ନାନାବିଧ କର୍ମ ଯୋଜନାର ସେମାନେ ଦୂରରେ। ତେବେ ସେମାନେ ଭୁଲିଯିବା ଉଚିତ ନୁହେଁ ଯେ ମନୁଷ୍ୟର ଗତାନୁଗତିକ ଦାସ। ମନୁଷ୍ୟ ହେଉଛି ଗତାନୁଗତିକ ଦାସ, ମାନେ ସେ ଯୁଆଡ଼େ ଗଲେ ବି ସେଇ ଗୋଟେ ସ୍ଥାନରେ ହିଁ ମାନେ ଯାହା ସବୁ ତା'ର ନିୟମ ରହିଛି ତାହା ମାନି ଚଳିବା ଉଚିତ। ମନୁଷ୍ୟକୁ ସବୁବେଳେ ଯୁକ୍ତିବାଦୀ ଜୀବ ବୋଲି କହିବା ଠିକ୍ ନୁହେଁ। ସେ ସବୁ ପରିମାଣରେ ଗତାନୁଗତିକତାର ଦାସ। ତାହେଲେ ସେ ସବୁ ଜିନିଷରେ, ତାହେଲେ ସେ ମାନେ ମନୁଷ୍ୟ ହେଉଛି ସବୁ ଜିନିଷରେ ପାରି ହେଲା। ପ୍ରକୃତରେ ମନୁଷ୍ୟର କେବଳ ଯୁକ୍ତିବାଦୀ ଜୀବ ନୁହେଁ, ସେ ବହୁ ପରିମାଣର ପରମ୍ପରାର ଦାସ। ପରମ୍ପରା ମଧ୍ୟ ବହୁତ ତା'ର ରହିଛି ମନୁଷ୍ୟର। ସେ କିନ୍ତୁ ଆଭିଜାତ୍ୟର ଚିହ୍ନ ବୋଲି ବିବେଚନା କରି ନିରର୍ଥକ ନେକ୍ଟାଇକୁ ଛାଡ଼େ ନାହିଁ। କାୟକ୍ଲେଶ ନ ସହିବା ମଧ୍ୟ ଆଭିଜାତ୍ୟର ଚିହ୍ନ ବୋଲି ସେ ବିଚାର କରେ। ତେଣୁ କାୟକ୍ଲେଶ ସହିବା କ୍ଷମତା ଥିଲେ ମଧ୍ୟ ଶିକ୍ଷିତ ମଣିଷ ସହ୍ୟ କରି ନଥାଏ। ସେ ପରମ୍ପରାକୁ ସମ୍ମାନ ଦେବା ଏକାନ୍ତ ଜରୁରୀ ବିଚାର କରିବା ଆବଶ୍ୟକ, କାରଣ ପରମ୍ପରାକୁ ବାଦ ଦେଇ ସେ କେବେ ଅଗ୍ରଗାମୀ ହୋଇ ନପାରେ। ସେ ଯେଉଁ ଆଭିଜାତ୍ୟର ମୋହର ମାରି ନିଜକୁ ବଡ଼ ବୋଲି ବିଚାର କରେ, ସେହି ଆଭିଜାତ୍ୟ ହିଁ ପରମ୍ପରାର। ଆଭିଜାତ୍ୟକୁ ଛାଡ଼ିବା ଯେଭଳି ସମ୍ଭବ ନୁହେଁ, ପରମ୍ପରାକୁ ଛାଡ଼ିବା ମଧ୍ୟ ସମ୍ଭବ ନୁହେଁ। ଆଶା କରୁଛି ତୁମେମାନେ ବୁଝିପାରୁଥିବ, ବୁଝେଇବା କିଛି ଦରକାର ନାହିଁ। ତ ତଳେ ଦେଖ, ତାପରେ କ'ଣ ରହିଲା, ମଣିଷର ପରମ୍ପରାରେ ସମାଜ ରହିଛି, ନୀତି ରହିଛି, ନୈତିକତା ରହିଛି, ଧର୍ମଧାରଣା ରହିଛି। ସାମାଜିକ ସଭ୍ୟତାକୁ ଅସ୍ୱୀକାର କରିବା ଅର୍ଥ ପରମ୍ପରାକୁ ଅସ୍ୱୀକାର କରିବା। ତାହେଲେ ସମାଜରେ ଯେତେ ସବୁ ବି ରହିଛି ପରମ୍ପରା, ତାହାକୁ ସତ୍ୟକୁ ମାନେ ଯାହା ସବୁ ସତ୍ୟ ତାହାକୁ ଅସ୍ୱୀକାର କରିବାର ଅର୍ଥ ହେଉଛି ନିଜର ପରମ୍ପରାକୁ ଅସ୍ୱୀକାର କରିବା, ମାନେ ନ ମାନିବା। ଏଥିପାଇଁ ଶିକ୍ଷିତ ମାନବର ତା'ର ସାମାଜିକ ନୀତି ରୀତି ଓ ପରମ୍ପରାକୁ ମଧ୍ୟ ସମ୍ମାନ ଦେବା ସମୀଚୀନ ବୋଧ ହୋଇଥାଏ। ତାହେଲେ ତା'ର ନୀତି ରୀତି ସହିତ ପରମ୍ପରାକୁ ମଧ୍ୟ ସମ୍ମାନ ଦେବା ନିହାତି ଆବଶ୍ୟକ। ଅର୍ଥାତ୍ ମନୁଷ୍ୟ ହିଁ ପରମ୍ପରାର ଦାସ। ପରମ୍ପରା ଭିତ୍ତିଭୂମି ଉପରେ ଆଧୁନିକ ସମାଜ ଠିଆ ହୋଇଛି, କିନ୍ତୁ ପରମ୍ପରାରେ ଯାହା ଅନାବଶ୍ୟକ ଅବୈଜ୍ଞାନିକ ତାକୁ ପରିହାର କରି ଭଲ ଗୁଣଗୁଡ଼ିକ ଆହରଣ କରିପାରିଲେ ଆଧୁନିକ ସମାଜ ଗ୍ରହଣ ହେବ। ଠିକ୍ ଅଛି। ଏହିପରି ଭାବରେ ତୁମର ଆନ୍ସର୍ଟି ଥିଲା, ତୁମେମାନେ ଆରାମସେ ତାହା ଲେଖିନିଅ। ତ ଆମେ ନେକ୍ସଟ କ୍ୱେଶ୍ଚନ୍କୁ ଆଲୋଚନା କରିବା 5 ନମ୍ବର। 5 ନମ୍ବର ଆମର ଲାଷ୍ଟ ରହିଛି, ଯେହେତୁ ଦେଖ ବେଶୀ ନାହିଁ, 5 ନମ୍ବର ଲାଷ୍ଟ ନାହିଁ, 6 ନମ୍ବର ଗୋଟେ ଅଛି। ତ 5 ନମ୍ବର ଆମେ କରିବା, ଦେଖିବା କେତେ ଯାଉଛି। ତ ତୁମେମାନେ ତାହା ଲେଖି ଚାଲ। 5 ନମ୍ବର, ପଠିତ ପ୍ରବନ୍ଧରେ ଲେଖକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଶିକ୍ଷିତ ସମାଜକୁ କି ପରାମର୍ଶ ଦେଇଛନ୍ତି ତାହା ବୁଝାଇ ଲେଖ। ଓ ଜନ୍ମଭୂମି ପ୍ରବନ୍ଧରେ ଲେଖକ ଶିକ୍ଷିତ ସମାଜକୁ କି ପରାମର୍ଶ ଦେଇଛନ୍ତି ଆଲୋଚନା କର। ଯାହା ସେଇ ଲେଖିବ, ସେଇ ଲେଖକଙ୍କ ବିଷୟରେ ଟିକେ ଲେଖିଦେବ। ତାପରେ ପୁଣି ସେଇ ସେମ୍ ହିଁ ଅଛି, ତୁମେମାନେ ତାହା ଲେଖିନିଅ। ଭିଡ଼ିଓଟିକୁ ଷ୍ଟପ୍ କରି ମୁଁ ତୁମମାନଙ୍କୁ ଏହା ଦେଖାଇ ଦେଉଛି ହେଲା। ତ ଷ୍ଟପ୍ କରି ଲେଖିନିଅ, ଆମେ ବେଶୀ ଆଲୋଚନା କରିବାନି କାରଣ ଭିଡ଼ିଓଟି ବହୁତ ବଡ଼ ହୋଇଯିବ। ତ ନେକ୍ସଟ କ୍ୱେଶ୍ଚନ୍ ବି ଦେଖିନିଅ ତୁମେମାନେ। 6 ନମ୍ବର କ୍ୱେଶ୍ଚନ୍ କ'ଣ ରହିଛି ନା, 6 ନମ୍ବରରେ ରହିଛି ପଠିତ ପ୍ରବନ୍ଧ ଆଧାରରେ ଗ୍ରାମ୍ୟ ଜୀବନର ଏକ ପରିବାରତ୍ୱ ପରମ୍ପରା ସମ୍ପର୍କରେ ବର୍ଣ୍ଣନା କର।
ତାର जो आमर ग्राम जीवन जो परिवार गढ़ी उठाए ता परंपरा विषय आलोचना करने कहुई एटी तो तार किंबारे गोटे से भाई क्वेश्चन देती जन्मभूमि परबंध अवलंबन में ग्राम में देखा एक परिवार तो संबंध में वर्णना कर बोली कहुई। तो तुम्हें मैंने एटा लिखिनब लिखिनेला ये पुणी उपरे देती यहाँ तुम्हें मैंने स्टॉप कर लिखिन आराम से स्किप कर ना कारण स्किप कला माने पीडीएफ टी से भाव में जमी जापर ना फिर पुणी असुविधा हे तुम मान ही से मत ही दायी कर कौन ना आंसर भूल दिगला बोली। ठीक अच्छे पिला माने आज एति आम नेक्स्ट क्वेश्चन जहाँ रही सरलार्थ मु नेक्स्ट वीडियो सरलार्थ आनी जो मैंने भी आम चैनल को नुआ कर विजिट कर से मैंने आम चैनल टी सब्सक्राइब करनी कारण आम नेक्स्ट टाइम सरलार्थ को आलोचना करवा और वीडियोटी जदि तुम मानक पसंद लगी वीडियोटी को लाइक करो एवं चैनल टी को निहाती भाव में सब्सक्राइब करो कारण बहुत पिला मानक पाखक मु देखुची नोटिफिकेशन पहुँची पारु नहीं कहीं से माने सब्सक्राइब कलापर बेल आइकन टी को दबाऊ ना तो सब्सक्राइब कलापर तुम मैंने बेल आइकन टी को दबाई दियो जहाँफल आमर जहाँ भी वीडियो तुम छाड़ी तुम मैंने सर्वप्रथम ताहा देखिपार। ठीक अच्छे थैंक यू।